हे राम पुरुषोत्तम नरहरि नारायण केशव गोविंद गरुड़ध्वज गुणनिधि दामोदर माधव हे कृष्ण कमलापते यदुपते सीतापते श्रीपते वैकुंठाधिपते चराचरपते लक्ष्मीपते पाहि माम्। अनंतंक क्षेत्र परिवार तीर्थ हरिलो आज पवित्र सांब दशमी सूर्यंकर उपासना दिन थी। पुराण हुए सांब कुष्ठ रोगरू मुक्ति होते सूर्य को उपासना करी। कृष्ण पुओ सांब कहीं अभिशप्त होते एवं तांको कुष्ठ रोग होइथिला से गोटे विस्तृत कथा भागवतर एकादश स्कंदर प्रथम द्वितीय अध्याय यह वर्णित अच्छी निजे पढ़िले ही जानिबे। तेबे आज पवित्र सूर्यंकर दिवस रे आमर एठी जणे सुभाष बोसଙ୍କ आदर्श रे आदर्शायित होइतिबा जणे सन्यासी इंदुभूषण मोदक से बॉम्बे रे वकिलाती करुले। तापर से शेष जीवन तांको घर होउची मुर्शिदाबाद जिला। तांकर शेष जीवन से यही आश्रम रे कटेले भेकबाना नहीं। तांकर नाँ हूँ रामदास। यही पवित्र सांब दशमी दिन से देहत्याग करते एवं से स्वप्न कही जे मो पई बाबा आउ तो किछि मोर स्मृति रहिलानी गोटे शहीद स्तंभ मो पई तैयारी करिवो। से कथाटी बाकी अच्छी आमे निश्चय करिवो। तांकर मुर्शिदाबाद जिला किंतु घर कोठी बापा माँ कौन तांकर कौन से सब किछि जना नहीं। से सुभाष बोसଙ୍କର आजाद हिंद फौजरे से जड़े सभ्य थिले। तांकु जेतेबेले इंग्रेज गवर्नमेंट अरेस्ट करने को बसिला सेतेबेले से छाड़ी छुड़ी दे कलिकता रे वकिलाती करी चलुଥିଲେ। तेणु से अमर आत्मा को बड़िया स्मरण करुची। तेबे आजिर पवित्र कथा होउची रामंकर कथा। पृथ्वी रे वर्तमान गोटे प्रकार सबुआड़े चहल पड़ी राम मंदिरर पुनरुद्धार राम मंदिर प्रतिष्ठा। आम देशर प्रधानमंत्री मु जहाँ शुणुची पंचगव्य स्नान करिसेंती एवं फल आहार करी प्रतिष्ठा दिवस को अपेक्षा करिसेंती। से आम हिंदू धर्मर शंकराचार्य मानू निमंत्रण करिसेंती। तांको पई स्वतंत्र आसन रखिचंती। रामलालांको भली सेमानकु मध्य पूजा करा जिवार व्यवस्था करिचंती बोली कहिबा परे भी आमर शंकराचार्य इत्यादि से माने ये कथा को ग्रहण करुचंती कि ना मु कहि परिबिनी। किंतु ग्रहण करिबा उचित। पूज्य पूजा को आमे जानी शुणी एड़ी देवा उचित नुहे। सी प्रधानमंत्री भाव में
ନରେନ୍ଦ୍ର ମୋଦିଙ୍କ ଭାବରେ ସେ ଯଜମାନ ହେଉନାହାନ୍ତି। ଭାରତର ପ୍ରଧାନମନ୍ତ୍ରୀ ଭାବରେ ସେ ଯଜମାନ ହେବେ ଏବଂ ସେ ପୂଜାର୍ଚ୍ଚନା ବସିବେ, ବ୍ରାହ୍ମଣ ପ୍ରତିଷ୍ଠା କରିବେ। ପ୍ରତିଷ୍ଠା କ'ଣ ନରେନ୍ଦ୍ର ମୋଦି କରିବେ? ଏଠି ଆମର ଜଗନ୍ନାଥଙ୍କର ମାର୍ଗରେ ଯେଉଁ ଯଜ୍ଞ ହେଲା ତାକୁ କ'ଣ ନବୀନ ପଟ୍ଟନାୟକ ପ୍ରତିଷ୍ଠା କଲେ? ନବୀନ ପଟ୍ଟନାୟକ ଆୟୋଜନ କଲେ, କିନ୍ତୁ ପ୍ରତିଷ୍ଠା କଲେ ବ୍ରାହ୍ମଣମାନେ, ବେଦଧ୍ୱନି କଲେ ବ୍ରାହ୍ମଣମାନେ। କିନ୍ତୁ ସେହି ସମୟରେ ଆମ ଶଙ୍କରାଚାର୍ଯ୍ୟ ସିଏ ମଧ୍ୟ ମକର ସଂକ୍ରାନ୍ତି ପାଇଁ ଗଙ୍ଗାସାଗର କି କୁଆଡ଼େ ଚାଲିଗଲେ। ଏଇ ହେଉଛି ଆମ୍ଭ ସମସ୍ତଙ୍କ ପାଇଁ ଗୋଟେ ଦୁଃଖର କାରଣ। ସେ ଯାହା ହଉ, ମୁଁ ସେ ବିଷୟରେ କହିବାକୁ ଚାହୁଁନି। ରାମ, କାଲି ରାମଙ୍କ କଥା ମୁଁ କହିଥିଲି। ରାମ ଇଏ ଶବ୍ଦ କହିଲେ ତାର ଅର୍ଥଟି କ'ଣ? ଗତକାଲି ଯାହା କହିଛି ତାକୁ ଯଦି ଆପଣମାନେ କେହି ଶୁଣିନଥିବେ ତାକୁ ଶୁଣନ୍ତୁ। ତେଣୁ ଆଉ ସେ ରାମଙ୍କ ବିଷୟ ମୁଁ କିଛି କହିବାକୁ ଚାହୁଁନି। ଯେଉଁଠାରେ ରାମ ସେଇଠାରେ ଲକ୍ଷ୍ମଣ। ଲକ୍ଷ୍ମଣ କିଏ? ଯଦି ମଣିଷ ଚରିତ୍ରବାନ ନ ହୁଏ, ସଂଯମୀ ନ ହୁଏ, ତାହେଲେ ସେ ରାମ କୃପା ଲାଭ କରିପାରିବ ନାହିଁ। ମନ୍ଦିର କରିଦେବ, ରାମ ଲକ୍ଷ୍ମଣ ସୀତାଙ୍କୁ ମନ୍ଦିରରେ ରଖିକିରି ପୂଜା କରିପାରିବ, କିନ୍ତୁ କୃପା ମିଳିବନି। ନିଜକୁ ସଂଯମିତ କର, ଯଥା ଆହାର ନିଦ୍ରା ମୈଥୁନ ହିଂସା ଏସବୁ ଅହଙ୍କାର ଏସବୁକୁ ଟିକେ ପ୍ରଶମିତ କରିବାକୁ ଚେଷ୍ଟା କର। ତାହେଲେ ଲକ୍ଷ୍ମଣଙ୍କର ସେଇଠି ଆବିର୍ଭାବ ହେବ। ଲକ୍ଷ୍ମଣ ପୁଣି କିଏ? ଅନନ୍ତଙ୍କର ଅବତାର। ଲକ୍ଷ୍ମଣ ହେଉଛନ୍ତି ଅନନ୍ତ ନାଗଙ୍କର ଅବତାର, ରାମ ହେଉଛନ୍ତି ଅନନ୍ତ ବିଷ୍ଣୁଙ୍କର ଅବତାର। ସେଇ ହେଉଛନ୍ତି ଶିଶୁ ଅନନ୍ତ। ତେବେ ଯେଉଁଠି ଲକ୍ଷ୍ମଣ ସେଠି ମଧ୍ୟ ତା ମଝିରେ ରହିଛନ୍ତି ସୀତା। ସୀତା କିଏ? ତୀର୍ଥ। ମନ ଯାହାର ପବିତ୍ର, କାୟା ଯାହାର ପବିତ୍ର, ଯାହାର ବାକ୍ୟ ପବିତ୍ର, ଅଯଥା ମିଥ୍ୟା ପର ଚୁଗୁଲି ପର ନିନ୍ଦା କରେ ନାହିଁ, ସେଇ ହେଉଛନ୍ତି ସୀତା। ତେଣୁ ରାମ, ସୀତା, ଲକ୍ଷ୍ମଣ। ଯଦି ଆମେ ପବିତ୍ର ନ ରହିବା ତାହେଲେ ଆମେ ସୀତାଙ୍କର କୃପା ଲାଭ କରିପାରିବାନି। ତେଣୁ ଯେଉଁଠି ରାମ, ସୀତା, ଲକ୍ଷ୍ମଣ ସେଇଠି ଭକ୍ତିଟା ଟିକେ ଦୂରରେ ଥାଏ, ପୁଣି ନିକଟକୁ ପଳେଇ ଆସେ। ଯେମିତି ଭରତ ରୂପୀ ଭକ୍ତି ଅଯୋଧ୍ୟାରେ ଥିଲେ, ପୁଣି ଅଯୋଧ୍ୟାରୁ ଚିତ୍ରକୂଟ ଗଲେ, ପୁଣି ଚିତ୍ରକୂଟରୁ ତାଙ୍କ ପାଦୁକା ନେଇକରି ଆସିଲେ। ହେଲେ ଭକ୍ତିଟା ଅତି ନିକଟରେ ଅଛି, ପୁଣି ଦୂରରେ ଅଛି। ପୁଣି ଦୂରରୁ ଆମ ନିକଟକୁ ଆସିବ ଆମର ବ୍ୟାକୁଳତାରେ। ଯଦି ଆମର ସେଇଭଳି ବ୍ୟାକୁଳତା ରହିବ, ରାମଙ୍କ ପାଇଁ ରହିବ, କୃଷ୍ଣଙ୍କ ପାଇଁ ରହିବ, ଏ କଥା ମୁଁ କହୁନାହିଁ। ସେଇ ବ୍ୟାକୁଳତା ଯଦି ଆମେ ଗୋଟିଏ ଭଲ ମଣିଷ ହେବା, ଭଲ ପରିବାର ଗଠନ କରିବା, ଭଲ ସାଧକ ହେବା, ଭଲ ବାବାଜୀ ହେବା, ଭଲ ବ୍ରାହ୍ମଣ ହେବା, ଭଲ ପୁତ୍ର ବା କନ୍ୟା ହେବା, ତାହେଲେ
ଭକ୍ତିଟା ଆମ ନିକଟକୁ ଚାଲି ଆସିବ। ଯଦି ଆମେ ନ ହେଇପାରିବା ଭକ୍ତିଟା ଆମଠୁ ଦୂରେଇ ଯିବ। ତେଣୁ ଯୋଉଠି ରାମ ସେଇଠି ଲକ୍ଷ୍ମଣ ସେଇଠି ସୀତା ସେଇଠି ହେଉଛନ୍ତି ଭକ୍ତି। ଭକ୍ତି ଶବ୍ଦର ଅର୍ଥ କ'ଣ? ସେବା। ଯଦି ରୋଗୀ ସେବା, ବୃଦ୍ଧ ବୃଦ୍ଧାମାନଙ୍କର ସେବା, ଛୋଟ ପିଲାଙ୍କର ସେବା କରି ତାଙ୍କୁ ସ୍ନେହ ମମତାରେ ବନ୍ଦନ କରିବା, ଇଏ ମଧ୍ୟ ସେବା। ଦେଶ ସେବା। ଆଉ ସେବା ନହେଲେ ଭକ୍ତି କୋଉଠି ଆସିବ? ଶତ୍ରୁଘ୍ନ ସିଏ ହେଉଛନ୍ତି ମିତ୍ର, ଯାହାଙ୍କର ମୋର ଭକତ ମୋର ମିତ୍ର, ସିଏ କରେ ଜଗତ ପବିତ୍ର। ମିତ୍ରତା ଭାବ ଯୋଉଠି ନାହିଁ। ଆଜି ଶାମ୍ବ ଦଶମୀ, ଶିବଙ୍କର ନାଁ ହେଉଛି ମିତ୍ର। ସୂର୍ଯ୍ୟ ସମସ୍ତଙ୍କର ମିତ୍ର। ତେଣୁ ସେଇଭଳି ଭାବରେ ଆମେ ଶତ୍ରୁ ସୃଷ୍ଟି କରିପାରୁଛେ, କିନ୍ତୁ ଗୋଟିଏ ମିତ୍ର ସୃଷ୍ଟି କରିପାରୁ। ଗୋଟିଏ ବୋଲି ପୁଅ, ଗୋଟିଏ ବୋଲି ଭାଇ, ଗୋଟିଏ ତ ପୁଅ ବିବାହ ହେଇଛି, ବାପା ମା ଅଛନ୍ତି, ତାଙ୍କର 3 ଭଉଣୀ, ସିଏ ପୁଣି ଦୂରରେ ବିବାହ ହେଇନାହାନ୍ତି, ନିକଟରେ ବିବାହ ହେଇଛନ୍ତି। ସିଏ ଚାହୁଁଛନ୍ତି ବାପ ଘରକୁ ଆସିବେ, ଶାଗ ପଖାଳ ଟିକେ ଖାଇବେ, ଭାଇ ସାଙ୍ଗରେ ଟିକେ ମିଶିବେ। ଯେଉଁ ଭାଇ ଭଉଣୀ ଗୋଟିଏ ମା ପେଟରୁ ଜନ୍ମ ହେଇ ଦିନେ ଧୂଳି ଖେଳୁଥିଲେ, ଦିନେ ମା କୋଳରେ ସିଏ କହୁଥିଲା ମୁଁ ବସିବି, ଇଏ କହୁଥିଲା ମୁଁ ବସିବି, ଏଇଭଳି ଯେଉଁ ଲୀଳା ଖେଳା କୌତୁକରେ ଯେଉଁ ଭାଇ ଭଉଣୀମାନେ ବଢ଼ିଛନ୍ତି, ଆପଣମାନେ ଏତିକି ଜାଣନ୍ତୁ, ପୁଅଟି ବାହା ହେଇଗଲା, ସେ ଗୋଟେ ଝିଅ ଆଇଲା, ଭଲ ହେଲା, ଚାକିରି ବି କରୁଛି, ଆହୁରି ଭଲ, ଦରମା ପାଉଛି, ଆହୁରି ଭଲ। କିନ୍ତୁ 3 ଭଉଣୀ କେହି ତାଙ୍କ ଭାଇ ପାଖକୁ ଆସିପାରିବେନି, କିମ୍ବା ଭାଇ 3 ଭଉଣୀଙ୍କ ଘରକୁ ଯାଇପାରିବେ ନାହିଁ। ଏଥିରେ କୋଉ କୃପା କିଏ ଅର୍ଜନ କରିବ? ରାମ କୃପା କରିବେ ନା ଲକ୍ଷ୍ମଣ କରିବେ ନା କିଏ କୃପା କରିବେ? ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନଙ୍କର ଗୋଟିଏ ଭଉଣୀ ଥିଲା, ସେ ଭଉଣୀଟି ନାଁ ହେଉଛି ଶାନ୍ତା। ସିଏ ବି ଜଣେ ଋଷିଙ୍କୁ ବିବାହ ହେଇଥିଲେ, ଜଙ୍ଗଲରେ ରହୁଥିଲେ। ଏମିତି ସମୟ ପଡ଼ିଛି, ଜଙ୍ଗଲକୁ ଯିବା ପୂର୍ବରୁ ସେ ଶାନ୍ତାକୁ ଦେଖା କରିବାକୁ ଯାଇଥିଲେ। ଶାନ୍ତା ତାଙ୍କୁ ଅଭ୍ୟର୍ଥନା ଦେଇଥିଲେ। ତେଣୁ ଯଦି 3ଟି ଭାଇ, ସେ ଯଦି ଚାହିଁଲେ ଭାଇ ବେମାର ହେଇଛି, ଟିକେ ମେଡ଼ିକାଲରେ ପଡ଼ିଛି, ଆମେ ଯିବୁ ଟିକେ ଭାଇକି ଦେଖା କରିବୁ, ଏ ଭାଉଜ ବୋହୂଟି ଯେ ଗେଟ୍ କିପରକୁ କହିଦେଇଛି ତାକୁ ଛାଡ଼ିବ ନାହିଁ। ନିରାଶ ହେଇ ଫେରିଲେ। ଆଉ ଥରେ ଗଲେ ଘରୁ, ଯେତେବେଳେ ଭାଇ ଭଲ ହେଇ ଘରକୁ ଆଇଲେ, ଅନ୍ୟ ଘରେ ବସି ବସି ଭାଇକି ଟିକେ ଦେଖିଦେଲେ, ସେ ଯିବ ଟିକେ ବାହାରକୁ ଆସିଲେ, ଭାଇକି ଘର ଭିତରେ ରଖିଛି, ତମେ ଯିବନି। କ'ଣ ତା କାରଣ? ନା, ସେମାନେ ସବୁ ତମକୁ ଔଷଧ କରିଦେବେ, ଗୁଣି କରିଦେବେ। ଆଜିର ଶିକ୍ଷିତ ଯୁଗରେ ଆମେ କହୁଛୁ ନାରୀ ପ୍ରଗତି ହେଲାଣି। କୋଉଠି ପ୍ରଗତି ହେଲା? ଗୋଟେ ଇଂରାଜୀ ପଢ଼ୁଆ ବାବୁମାନେ କହିବେ ମୋ ବୋହୂଟା ପୁଅଟାକୁ ମେଡ଼ିସିନ କରିଦେଇଛି,
ମୁଁ ପ୍ରଥମେ ସେ ଭାଷା ବୁଝିପାରେ। ମେଡ଼ିସିନ କ'ଣ କରିଦେଇଛି, ଦେଖିଲାକୁ ଏଇ ଗୁଣି ଗାରେଡ଼ି ଔଷଧକୁ ସେ ଇଂରାଜୀରେ କହୁଛନ୍ତି ମେଡ଼ିସିନ କରିଦେଇଛି। ମୁଁ ଆଉ କ'ଣ କହିବି? ମୁଁ ଖାଲି ଗୋଟିଏ କଥା କହେ, କିଏ ମେଡ଼ିସିନ କରିପାରୁଛି ସେମିତି ଗୋଟେ ଲୋକ ମୋତେ ଦରକାର। ମୋର ବହୁତ କାମ ଅଛି। ମୁଁ ଚାହିଁଲେ ଯେଉଁ ସରକାର ଗୁଡ଼ାକ ଦୁର୍ନୀତି କରୁଛନ୍ତି ସେଇ ଗୁଣୀ ବାବୁଙ୍କୁ, ଗୁଣୀ ତାନ୍ତ୍ରିକ ବାବୁଙ୍କୁ କହି ମେଡ଼ିସିନ ତାଙ୍କୁ କରିକିରି ତାଙ୍କୁ ସବୁ ସରକାରରୁ ବିଦା କରିବାକୁ ପଡ଼ିବ। ସେ କଥା ତ କେହି କରିପାରୁନା। କେଉଁଠି ଗୋଟାଏ ହାଡ଼ ଅଛି, କେଉଁଠି ଗୋଟାଏ କ'ଣ। ତାପରେ ମୋତେ ଗୋଟାଏ ଗୁଣି କରିକି ଦେଖେଇଲ, ତମେ କାଳେ ଗୁଣି କରି ରକ୍ତ ବାନ୍ତି କରିଦେଇ ପାରୁଛ, ମୋତେ ରକ୍ତ ବାନ୍ତି କରା। ସେ କଥା ବି ହେଉନାହିଁ। ତେଣୁ ଏଇସବୁ ମାୟାରେ ପଡ଼ି ଆଜି ଆମର ସମାଜ ଆଉ ପରିବାର ଧ୍ୱଂସ ହେଉଛି। ମୁଁ ସେଇ ବୋହୂକୁ ପଚାରୁଛି, ମା ତୁ ବି ଗୋଟିଏ ମା, ତୁ ବି ଗୋଟିଏ ବୋହୂ, ତୋର ବି ବାପ ମା ଭାଇ ଅଛନ୍ତି, ତୁ ଯାହାକୁ ବାହା ହେଇଛୁ ତାର ବି ବାପ ମା ଭଉଣୀ ଅଛନ୍ତି। ସେମାନେ ସିନା ଜନ୍ମ ଦେଇଥିଲେ, ସ୍ନେହ ମମତା ଦେଇଥିଲେ ବୋଲି ତୁ ଗୋଟେ ଭଲ ସ୍ୱାମୀ ପାଇଲୁ। ତାମାନେ ସେ ଏଇଭଳି କହିଲେ କିଏ କାହିଁ କ'ଣ ବୁଝିବ? କେବେ ସଜ୍ଜନ ଆଉ ସେଟା ମୁଁ ଲମ୍ବେଇବାକୁ କହୁନି। ଯେଉଁଠି ରାମ ସେଇଠି ଲକ୍ଷ୍ମଣ, ସେଇଠି ଭରତ, ସେଇଠି ଶତ୍ରୁଘ୍ନ, ସେଇଠି ସୀତା, ସେଇଠି ମଧ୍ୟ ହନୁମାନ। ଏଇ ହନୁମାନଙ୍କ ସମ୍ପର୍କରେ ଆଜି ଅଯୋଧ୍ୟାରେ ହନୁମାନ ଗଡ଼ିରେ ହନୁମାନଙ୍କର ଅଭିଷେକ ଚାଲିଛନ୍ତି। ଖାଲି ଗୋଟିଏ କଥା ଆପଣମାନଙ୍କୁ କହୁଛି, ହ କହିଲେ ଗୋଟିଏ ଦୀକ୍ଷା। ଦୀକ୍ଷାରେ କ'ଣ? ହଂସ, 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 ଏତିକି। ସେ ହଂସଟି କିଏ? ନାସାଗ୍ରକୁ ଧ୍ୟାନ କରି ହଂସ, ହଂସ, ଯାହାକୁ ରୋଗ ଫୋଗ ହେଇଛି ତା ରୂପକୁ ଚିନ୍ତା କରି ହଂସ, ହଂସ, ହଂସ ବୋଲି କୁହନ୍ତୁ। ସବୁଦିନେ କୁହନ୍ତୁ ହଂସ। ତାପରେ ନୁ କହିଲେ, ହ ନୁ, ନୁ କହିଲେ ନମସ୍କାର କରିବ। କାହାକୁ ନମସ୍କାର କରିବ? ନମସ୍କାର ତ ଅନେକଙ୍କୁ କରିବା କଥା, ଏତେ ଲୋକଙ୍କୁ ନମସ୍କାର କଲେ ଆପଣ ପାରିବେନି। ତେବେ ନମସ୍କାର କରିବ ସଦ୍ଗୁରୁଙ୍କୁ, ଗୁରୁଙ୍କୁ, ପିତାମାତାଙ୍କୁ, ଧରିତ୍ରୀ ମାକୁ, ଗଙ୍ଗା ମାତାଙ୍କୁ, ଗୋମାତାଙ୍କୁ ନମସ୍କାର ନ କର, ଖାଲି ସ୍ମରଣ କରିବ ଗୋମାତାଙ୍କୁ। ଏତିକି ତ ଆଉ। ନୁ ନୁମଃ, 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 ନମସ୍କାର, ଏଇଟା ସ୍ମରଣ କରିବ। ତାପରେ ହ ନୁ ମା, କିଛି ମନ୍ତ୍ର ଦରକାର ନାହିଁ, କେବଳ ମା। ମା କହିଲେ, ମା ତ ବହୁତ ଅଛନ୍ତି, କିନ୍ତୁ ମା କହିଲେ ଧରିତ୍ରୀ ମା, ପ୍ରକୃତି ମା, ଗୋମାତା, ଗଙ୍ଗା ମାତା, ଗୀତା ଗାୟତ୍ରୀ ମାତା, ଆଉ ମା କହିଲେ ଜନ୍ମଦାତ୍ରୀ ମା, ଆଈ ମା, ମାଉସୀ ମା, ପିଇସି ମା, କେତେ ମା ଅଛନ୍ତି। ଆଉ ମାଇଁ, ଏସବୁ ମା। ଏତେ ଲୋକଙ୍କୁ ନ ଡାକିବ, ଖାଲି ମା ବୋଲି କୁହ, ମା। ଆଉ ତୁମେ ଯାଇକି ଖାଲି କହିବ
ଶାରଦାଙ୍କୁ ମା କହିବ, ବିରଜାଙ୍କୁ ମା କହିବ, ନିଜ ମା ପ୍ରତିକି, ମାଉସୀ ପ୍ରତିକି, ପିଇସି ପ୍ରତି ସଦା ରଟିବ। ସିଏ ମା କହିବାରେ ମୂଲ୍ୟ କ'ଣ? ନ କହିଲେ ନମସ୍କାର କର କେବଳ ସୂର୍ଯ୍ୟଙ୍କୁ। ସୂର୍ଯ୍ୟଙ୍କୁ ନମସ୍କାର କର। ଏତିକି ହେଲେ ଯଥେଷ୍ଟ। ତେବେ ହଂସ ସ୍ମରଣ କରିବ, ନୁମ ନମସ୍କାରଟିଏ କରିବ। ଯାହାକୁ କରୁଛ କର। ଗୁରୁଜନ ତ ମାକୁ ନମସ୍କାର କରିବ। ଖାଲି ମାକୁ କଲେ ହବନି, ବାପାକୁ କଲେ ବି ହବ। ଏଇ ଯେଉଁ ହଂସଟି କହିଲ, ସେ ହଂସଟି ହେଉଛି ନିଶ୍ୱାସ, ସେଇଟା ବାପା। ହନୁମାନଙ୍କ ବାପା ହେଉଛି ପବନ। ତ ହଂସ, ନୁମ, ମାକୁ ସମ୍ମାନ ଏବଂ ସୂର୍ଯ୍ୟଙ୍କୁ ନମସ୍କାର। ଏତିକି ଯିଏ କରିବ ସେ ପାଇଗଲା ଗୋଟେ ମନ୍ତ୍ର, ଗୋଟେ ଦୀକ୍ଷା ପାଇଗଲା। କେବଳ ହନୁମାନ ତାଙ୍କରି କୃପା ହେଲେ ରାମଙ୍କୁ ପାଇବ, ପରମାତ୍ମାର ସନ୍ଧାନ ପାଇବ। ଏତିକି କହି ଆଜିର ପବିତ୍ର କଥାକୁ ଏଇଠି ରଖୁଛି। ଅପରାହ୍ନରେ ବଳିଆ ପ୍ରୋଗ୍ରାମକୁ, ଗୋଟେ ଅଲଗା ପ୍ରୋଗ୍ରାମକୁ ଯିବ, ଭୁବନେଶ୍ୱରରେ ରହିବ। କାଲି ସକାଳେ ଗୋଟେ ଆମେରିକାର ଗୋଟେ ସଂଗଠନକୁ ବଳିଆ ଅନଲାଇନରେ ସେମାନଙ୍କୁ କିଛି ତାଙ୍କର ପ୍ରଶ୍ନର ଉତ୍ତର ଦେବ। ଏବଂ ତାପରେ ମୁଁ 2 ଦିନ ଭୁବନେଶ୍ୱର ଭୁଆଶୁଣୀ ଆଶ୍ରମରେ ସେଠି ରହିବି। ଗୋଟିଏ ଦିନ ସନ୍ଧ୍ୟାରେ ନିଶ୍ଚିତ ଭାବରେ ପ୍ରଭୁଙ୍କ କଥା ରିପୋର୍ଟ ହେବ। ତାପରେ ମୁଁ ଆସ୍ତେ ଆସ୍ତେ କାଲି ଜାନୁଆରୀ 26 ପର୍ଯ୍ୟନ୍ତ, 26, 27, 28 ନା ଫେରୁ ପୁଣି 29, 30, 31 ଭିତରେ ଫେରିବି। ଯାହା ଦରକାର ଫୋନ୍ ମାଧ୍ୟମରେ ଜଣାଇବ। ଶେଷରେ ରାମଙ୍କର ଯେଉଁଦିନ 22 ତାରିଖ ଦିନ ଆପଣମାନେ ସମସ୍ତେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଏ ନାମଟି କରନ୍ତୁ। ରାମଙ୍କ ଉଦ୍ଦେଶ୍ୟରେ ଦୀପଟିଏ କିମ୍ବା ଫୁଲଟିଏ ଦିଅନ୍ତୁ। ଟିକେ ସେଦିନ ନିଷ୍ଠାରେ ରହିବେ, ଆମିଷ ଆଦି ଭକ୍ଷଣ କରିବେ ନାହିଁ। ଏତିକି କହି ମୋର କଥାକୁ ଏଇଠି ବିଶ୍ରାମ ଦେଉଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ରାମ ଶରଣମ୍ ସମସ୍ତ ଜଗତାଂ ରାମଂ ବିନା କାଗତି ରାମେଣ ପ୍ରତିହନ୍ନତେ କଳିମଳଂ ରାମାୟ କାର୍ଯ୍ୟଂ ନମଃ। ରାମାତ୍ସତି କାଲ ଭୀମଭୁଜ ରାମସ୍ୟ ସର୍ବଂ ବସେ ରାମେ ଭକ୍ତିରଖଣ୍ଡିତା ଭବତୁମେ ରାମ ତୁମେବାଶ୍ରୟ। ରାମ ଗୋଟିଏ ପବିତ୍ର ଶବ୍ଦ। ଅର କହିଲେ ଇଏ ପୃଥିବୀର ସମସ୍ତ ପ୍ରକାରର ରସ, ଯେତେ ପ୍ରକାର ରସ ରହିଛି, ଦଧି, ଦୁଗ୍ଧ, ଘୃତ, ମଧୁ, ଶର୍କରା, ଫଳରସ, ଇକ୍ଷୁରସ, ପଇଡ଼ ରସ, ଆମ ଦେହର ରକ୍ତ, ପଶୁପକ୍ଷୀଙ୍କର ରକ୍ତ ଏବଂ ଲୋତକ ବା ଲୁହ, ସେଇଭଳି ଭାବରେ ଆମ୍ବ, ପଣସ, କମଳା,
ସବୁ ଯେତେ ପ୍ରକାର ରସ ରହିଛି, ପଶୁମାନଙ୍କର ଯେଉଁ ରସ ରହିଛି, ଇଏ ସବୁ ହେଉଛନ୍ତି ଅର, ଅର୍ଥାତ ରସ ବପସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ। ସୂର୍ଯ୍ୟ ଚନ୍ଦ୍ର ମଧ୍ୟ ଏଇ ର ଅକ୍ଷରର ପ୍ରତୀକ। ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି, ରାହୁ, କେତୁ, ଏ ଯେଉଁ ନବଗ୍ରହର ପରିକଳ୍ପନାର ମୂଳ ତତ୍ଵ ହେଉଛି ର। ରଂ ବୀଜ କହିଲେ ଅଗ୍ନି ବୀଜ। ଏହି ଅଗ୍ନି ଆମ ଦେହର ଜଠରାଗ୍ନି, ଶରୀରର ଉତ୍ତାପ, ସୂର୍ଯ୍ୟଙ୍କର ରଶ୍ମି, ବିଦ୍ୟୁତାଗ୍ନି, ଉହାଗ୍ନି, ଶାଳାଗ୍ନି, ରୋଷାଗ୍ନି, ଚିତାଗ୍ନି, ଏ ସବୁଗୁଡ଼ିକ ହେଉଛି ର ଅକ୍ଷରର ତତ୍ଵ। ଆ କହିଲେ ଜନ୍ମ। ଗୋଟିଏ ଜୀବ ଦୁନିଆରୁ ଯିବା ପରେ ପୁଣି ତାକୁ ଆବାହନ କରନ୍ତି ଯିଏ। ଧରନ୍ତୁ ସେ ଜୀବଟି ପରମାତ୍ମାଙ୍କ ସହିତ ମିଶିଗଲା, ପୁଣି ମିଶିଗଲା ବୋଲି ପ୍ରମାଣ କିଛି ନାହିଁ। ସିଏ ହୁଏତ ମହାପୁରୁଷ ରୂପରେ ଜନ୍ମ ହେଲା। ଜନ୍ମ ପରେ ମୃତ୍ୟୁ, ମୃତ୍ୟୁ ପରେ ଜନ୍ମ, ଏଇ ଯେଉଁ ଆବାହନ, ମୃତ୍ୟୁକୁ ଆବାହନ କରୁଛନ୍ତି, ପୁଣି ଜନ୍ମକୁ ଆବାହନ କରୁଛନ୍ତି। ଆବାହନ କହିଲେ ଆମେ ଇଷ୍ଟଙ୍କୁ ଆରାଧନା କରୁଛୁ, ଇଏ ହେଉଛି ଆ। ଗୁରୁଙ୍କୁ ଆରାଧନା କରୁଛୁ, ଆ। ଧ୍ୟାନ, ଧାରଣା, ଯୋଗ, ନାମ, ପ୍ରାଣାୟାମ, ଜନ୍ମ, ମୃତ୍ୟୁ, ଏ ସବୁ କଥା ହେଉଛି ଆ। ଆଉ ଆ କହିଲେ ଆତ୍ମୀୟ ସ୍ୱଜନ, ଆ କହିଲେ ଆତ୍ମା, ଇଏ ହେଉଛନ୍ତି ରା। ମ କହିଲେ ମନ, ମସ୍ତିଷ୍କ, ଏ ଦୁଇଟି ତତ୍ଵ ହେଉଛି ମ। এই ମସ୍ତିଷ୍କ ଭିତରେ ରହିଛି ଜ୍ଞାନ, ବୁଦ୍ଧି, ବିବେକ, ବିଚାର ସବୁକିଛି। ତେଣୁ ରାମ କହିଲେ ପ୍ରକୃତରେ ସମଗ୍ର ଶ୍ରୀରାମ ଶରଣମ୍ ସମସ୍ତ ଜଗତା। ଅଯୋଧ୍ୟାରେ ରାମ ମନ୍ଦିର 22 ତାରିଖରେ ପ୍ରତିଷ୍ଠା ହେବ। ଆପଣମାନେ 22 ତାରିଖରେ ଆମିଷାଦି ଭୋଜନ ପରିତ୍ୟାଗ କରି, ମଦ୍ୟମାଦକତା ପରିବର୍ଜନ କରି, କେବଳ ଆପଣ ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ରାମ ହିଁ ବଳଦେବ ବା ବଳରାମ, ରାମ ହିଁ ଜଗନ୍ନାଥ ବା କଳ୍କି ରାମ, ରାମ ହିଁ କୃଷ୍ଣ, ରାମ ହିଁ ବଳରାମ, ରାମ ହିଁ ସୁଭଦ୍ରା,
राम ही सुदर्शन, राम ही आत्माराम, परशुराम, कल्की राम, प्राणराम, ये सब तो होती राम। जी राम से लक्ष्मण, जी लक्ष्मण से भरत, जी भरत से शत्रुघ्न, ये चारि भाई जाक होउचंती राम। तेणु आपण माने गोटे ऐतिहासिक पदक्षेप भारत वर्ष रे जेमती आमर जगन्नाथंकर चारि पाखरे गोटे परिक्रमा मार्ग हैला, खूब आनंद रे हैला, जागयज्ञ रे हैला, सेमती ये जो राम मंदिर होउची, ये राम मंदिर को भांगिकी विदेशी शासक माने यह मस्जिद रे परिणत करथिले। दीर्घ 40 वर्ष वाला संग्राम करी करी सुप्रीम कोर्टर राय रे पुणी एटा राम मंदिर प्रतिष्ठा हो। ये गोटे ऐतिहासिक पदक्षेप। तेणु राममय ये जगत ये कथा आमे शुणिथिलु। विभिन्न स्थान रे राम मंदिर अच्छी। यदि आपण मानक निकट रे राम मंदिर कोठी थिबो किबा कोनोसी इष्ट मंदिर थिबो, जगन्नाथ मंदिर थिबो, कृष्ण मंदिर थिबो, जहा गोटे इष्ट मूर्ति दर्शन करिवे, सात्विक भोजन करिवे एवं श्री राम जय जय राम ये नामटी को मन भितर रखिए। आपको सबुदिन भी भजन कर से गोटे दिन भी करतु। दीपटे लगे पारे, धूप टे दे पारे, तेणिक आपण मानकर इच्छा। तेणु एतिकी कथा आपण मानकु कहवाक चाहूँगी। श्री रामंकर दया हेले ये विश्व ध्वंसास्त्र विमुक्त हब एवं देश आमर शांति रहिबो। पुणी राम राज्यर स्वप्न आमे देखुथिले ताहा वास्तव रे परिणत हब। बलिया आजी आश्रम रे अच्छी, काली सकाळ बेला रहिबो, अपराह्नरु पुणी किछि दिन पई बलिया बाहर को जीव। शेष आपण से मो इष्टदेव अनंत से होचंती लक्ष्मण, से होचंती राम। मो इष्टदेव बलदेव से होचंती लक्ष्मण, से होचंती बलदेव। तेणु मोर इष्टदेव अनंत रूपी राम, अनंत रूपी लक्ष्मण, अनंत रूपी भरत, अनंत रूपी शत्रुघ्न समस्तंकर मंगल करत। सबुठारु बड़ कथा होची से चारि भाई जाक जेमती एकत्र परस्पर को भल पाई जीवन निर्वाह करथिले, आम घर संसार गुड़ाक सेमती हवा उचित। भिन्ने हेई गले भी संबंध रहिबा उचित। संबंध होची प्रकृत रामंकर आदर्श। तेणु से मर्यादा पुरुषोत्तम। एणु सज्जन रामंकर आदर्श रे जीवन को गठन कर। फलमूल खाइबा पई सब बेले मन भितर चेष्टा कर। रामंक आदर्श रे निज परिवार को गठन कर। शेष जय श्री राम कही
ଆଜିର କଥାକୁ ବିଶ୍ରାମ ଦେଉଛି। ଗତକାଲି ମୁଁ ଆପଣମାନଙ୍କୁ କେଉଁଦିନ ଆଶ୍ରମକୁ କାଲିଠୁ ଯିବି, ଅପରାହ୍ନରୁ ଯିବି, ଏଇଠୁ ଭୁବନେଶ୍ୱରରେ ରହି କାଲି ବଳିବାମନ ପୀଠ, ଆମର ଓଡ଼ିଶାର 42 ମୌଜା ବଳିବାମନ ପୀଠରେ ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ହେବ। ରାଜୁ ସିଂ ଜଣେ ଶ୍ରମିକ ନେତା ଥିଲେ, ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ହେବ ବଳିବାମନ ପୀଠରେ 42 ମୌଜା ନିକଟରେ। ଏବଂ ଫେରି ଆସି ରାତିରେ ଯେଉଁଠି ରହିବି, ତାପରଦିନ ସକାଳୁ ଆମର ଏଠି ସକାଳ, ଆମେରିକାର ହେଉଛି ସନ୍ଧ୍ୟା। ତେଣୁ ସକାଳୁ ଆମେ ଗୋଟେ ଆମେରିକାର କିଛି ଓଡ଼ିଆ ବା ଭାରତୀୟମାନେ ଏକତ୍ର ହେବେ। ମୁଁ ସେଇ ହୋଟେଲରୁ ରହିକିରି ସେଠି ନେଟ୍ ହେବ। ତେଣୁ ସେଇଠୁ ମୁଁ ପୁଣି ଅଧଘଣ୍ଟା 45 ମିନିଟ୍ ମୁଁ ମାନେ ଅତ୍ୟାଧୁନିକ ଯୁଗରେ କେମିତି ଆମେ ଜୀବନ ନିର୍ବାହ କରିବା ବା ଆଧ୍ୟାତ୍ମିକତାକୁ ରକ୍ଷା କରିବା ସେ ସମ୍ବନ୍ଧରେ ଅନଲାଇନରେ ମୁଁ ଫୋନରେ କହିବି। ଏବଂ ମୋ ରୂପ ବି ସେଠି ଦେଖାଯିବ, ତାଙ୍କ ରୂପ ବି ମୋତେ ଦେଖାଯିବ। ସେ ଯାହା ପ୍ରଶ୍ନ ପଚାରିବେ ମୁଁ ଉତ୍ତର ଦେବି, ମୁଁ ଯାହା ପଚାରିବି ସେ ଉତ୍ତର ଦେବି। ଏହି କାର୍ଯ୍ୟକ୍ରମଟି ଶେଷ କରି ଖଣ୍ଡଗିରିରେ 3ଟି ଦିନ ରହିବି ଏବଂ ସେଠି ସୁଭାଷ ବୋଷଙ୍କର ଜୟନ୍ତୀ ପାଳନ ହେବ ଏବଂ ମା ଭୁଆସୁଣୀଙ୍କର ମାର୍ଜନା ହେବ। ଆଉ ସାଧୁ ସନ୍ତମାନଙ୍କର ଭୋଜନ ବ୍ୟବସ୍ଥା ହେବ। ଆଉ ବଳିଆ ଟିକେ କ'ଣ କହିବ 22 ତାରିଖ ଦିନ ରାତିରେ ସମସ୍ତେ ଏକତ୍ର ହେବ। ଶେଷରେ ସମସ୍ତଙ୍କ ଶୁଭ କାମନା କରି ଏ ସେବକ ଝାଡ଼ୁଦାର ବଳିଆ ଏଇଠି ରହୁଛି। ଜୟ ଶ୍ରୀରାମ।